ବାହାଡ଼ଝୋଲା ପ୍ରାଥମିକ କୃଷି ସମବାୟ ସମିତିର ତାଲାବନ୍ଦ ଆନ୍ଦୋଳନକୁ 20 ଦିନ ପହଞ୍ଚିବା ପରେ କନ୍ଧମାଳ ସାଂସଦ ଭେଟେଣା ହସ୍ତକ୍ଷେପରେ ଆନ୍ଦୋଳନ ଓ ଧାରଣା ପ୍ରତ୍ୟାହୃତ ହୋଇଛି। ଏହି ତୀବ୍ରତା ଆନ୍ଦୋଳନ ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଅନ୍ତର୍ଗତ ବାହାଡ଼ଝୋଲା କୃଷି ସମବାୟ ସମିତି ଫ୍ୟାକ୍ସ ପରିଚାଳନା ପରିଷଦର ସଦସ୍ୟ ସଦସ୍ୟା ଚାଷୀଙ୍କ ତାଲାବନ୍ଦ ଆନ୍ଦୋଳନ ସହ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ହସ୍ତକ୍ଷେପରେ ସମିତି ଓ ପରିଚାଳନା ସಮೇତ ଚାଷୀମାନେ କରିଥିବା ଆନ୍ଦୋଳନକୁ ପ୍ରତ୍ୟାହୃତ କରାଯାଇଛି। ସୂଚନାଯୋଗ୍ୟ କି ବାହାଡ଼ଝୋଲା ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକଙ୍କ ମନମୁଖୀ କାର୍ଯ୍ୟ, ଆର୍ଥିକ ଅନିୟମିତତା, ଦୁର୍ନୀତି, ପରିଚାଳନା ପରିଷଦ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକୁ ଅବମାନନା, ଚାଷୀ ଓ ଚାଷ କୂଳ ପାଇଁ ଆବଶ୍ୟକ ଋଣ, ବିହନ, ସାର ଯୋଗାଇ ନ ଦେବା ପ୍ରଭୃତି ଅଭିଯୋଗକୁ ଆଧାର କରି ଏହାର ଉଚ୍ଚସ୍ତରୀୟ ତଦନ୍ତ ଓ ସମିତି ସମ୍ପାଦକ ସମେତ ଏହି ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ନୂତନ ସମ୍ପାଦକ ସ୍ଥାନ ପାଇଛି। ଏପଟେ କୃଷି ଓ କୃଷକର ବିକାଶ କଥା ସରକାର କହୁଥିବା ବେଳେ ତାଲାବନ୍ଦ ଆନ୍ଦୋଳନକୁ 20 ଦିନ ବିତି ଯାଇଛି ସୁଦ୍ଧା କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ପାରିନଥିଲେ। ଧାରଣାରେ ଥିବା କୃଷକଙ୍କ କହିବା କଥା, ଯାହା ବି ହେଉ ଦୀର୍ଘ 20 ଦିନ ପରେ ଧାରଣା ପରେ ଭେଟେଣା ହୋଇଛନ୍ତି ଆମ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ବିଭିନ୍ନ ଆଲୋଚନାକୁ ଆଧାର କରି ତାଲାବନ୍ଦ ଆନ୍ଦୋଳନ ବନ୍ଦ ହେବା ସହ ସୋସାଇଟି ସମ୍ପାଦକ ସ୍ଥାନ ପାଇଥିବା ବେଳେ ନୂତନ ସମ୍ପାଦକ କିଭଳି କାର୍ଯ୍ୟ କରିବେ ସେ ନେଇ ଆଲୋଚନା ହୋଇଛି। ଚାଷୀ କୂଳ କିଭଳି ଉଦ୍ଧାର ପାଇବ ସେ ନେଇ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ କହିବା କଥା, ସରକାରଙ୍କ ତରଫରୁ ଅନେକ ବୈଠକ, ଅନେକ କାର୍ଯ୍ୟ, ଅନେକ ବିଭିନ୍ନ ମାର୍ଗରେ ଏହାର ସହାୟତା କରାଯାଇଛି। ତାଲାବନ୍ଦ ଆନ୍ଦୋଳନକୁ ପ୍ରତ୍ୟାହୃତ କରିବା ପରେ ନିର୍ବିଶେଷରେ ଭାରତ ମାତା କି ଜୟ ଜୟ ଗାନ ମଧ୍ୟ ଆହ୍ୱାନ ହୋଇଛି। ନୟାଗଡ଼ ଜିଲ୍ଲାରୁ ପ୍ରମୋଦ କୁମାର ନାୟକଙ୍କ ରିପୋର୍ଟ, ଆମ ଖବର ଆମ ସଂସ୍କୃତି।